ନମସ୍କାର ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ଆଜିର କିଛି ଟପ୍ ନ୍ୟୁଜ୍। ଜୟ ଜଗନ୍ନାଥ ସାଙ୍ଗମାନେ, ଆମ ଚ୍ୟାନେଲକୁ ଆପଣଙ୍କୁ ପୁଣି ଥରେ ସ୍ୱାଗତ। ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କ ମଧ୍ୟ ବୃଦ୍ଧି ହେବ ପେନସନ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି, ବାଚସ୍ପତି ଓ ପୂର୍ବତନ ବିଧାୟକଙ୍କର ବଢ଼ିବ ଦରମା। ଦରମା ସହ ଭତ୍ତା ଓ ପେନସନ ମଧ୍ୟ ବୃଦ୍ଧି ହେବ। ପରବର୍ତ୍ତୀ ଖବର, ବାରବାଟୀରେ ଭାରତର ବଡ଼ ବିଜୟ। ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା 5 ମ୍ୟାଚ୍ ବିଶିଷ୍ଟ ଟି-20 ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ ଟିମ୍ ଦକ୍ଷିଣ ଆଫ୍ରିକା ଉପରେ ଏକ ଆକର୍ଷଣୀୟ ବିଜୟ ହାସଲ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ 101 ରନ୍ର ବୃହତ ବ୍ୟବଧାନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଭାରତ ଦେଇଥିବା ବିଶାଳ ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା ମାତ୍ର 74 ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଏହି ବିଜୟ ସହିତ ଭାରତ 5 ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜରେ 1-0ରେ ଅଗ୍ରଣୀ ହାସଲ କରିଛି। ପରବର୍ତ୍ତୀ ଖବର, 5 ଦିନ ହେଲା ବିଦ୍ୟାଳୟରେ ହୋଇପାରୁନି ପାଠପଢ଼ା। ସରକାରଙ୍କ ପ୍ରତିଶ୍ରୁତି ପରେ ବି ଜିଦ୍‌ରେ ଅଟଳ ଶିକ୍ଷକ। ଲିଖିତ ପ୍ରତିଶ୍ରୁତି ନଦେଲେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି କହୁଛନ୍ତି ଶିକ୍ଷକ। ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ 5 ଦିନ ଧରି ସ୍କୁଲରେ ପାଠପଢ଼ା ଠପ୍ ହୋଇପଡ଼ିଛି। ଆଗକୁ ବାର୍ଷିକ ପରୀକ୍ଷା ଥିବାରୁ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ। ପରବର୍ତ୍ତୀ ଖବର, ଆହୁରି 18 ଘଣ୍ଟା ଇଣ୍ଟରନେଟ୍ ବନ୍ଦ। ହିଂସା ପରେ ମାଲକାନଗିରି କୋରକୋଣ୍ଡାକୁ ଫେରିଛି ଶାନ୍ତି। ପୋଲିସ ଡିଜିଙ୍କ ଉପସ୍ଥିତିରେ ବସିଛି ଶାନ୍ତି କମିଟି ବୈଠକ। ସେପଟେ ମହିଳାଙ୍କ କଟା ମୁଣ୍ଡ ନ ମିଳିବାରୁ ମାଟିରେ ମୁଣ୍ଡ ଆକାରରେ ପ୍ରାକୃତିକ ତିଆରି କରି ହୋଇଛି ମୃତଦେହର ଶେଷକୃତ୍ୟ। ଇଣ୍ଟରନେଟ୍ ସେବା ବନ୍ଦ ଆହୁରି 18 ଘଣ୍ଟା ଲାଗି ବଢ଼ାଇ ଦିଆଯାଇଛି। ପରବର୍ତ୍ତୀ ଖବର, ଯୁକ୍ତ 2 ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ। ମାର୍ଚ୍ଚ 21 ପରିବର୍ତ୍ତେ 25ରେ ସରିବ ଯୁକ୍ତ 2 ପରୀକ୍ଷା। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି, ଯେଉଁଥିରେ ବାର୍ଷିକ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ନେଇ ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବର, ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ମାଆର ଜାତି ଆଧାରରେ ଝିଅକୁ SC ସାର୍ଟିଫିକେଟ୍ ମିଳିବ ବୋଲି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ରିପୋର୍ଟ ଅନୁସାରେ ମାଡ୍ରାସ ହାଇକୋର୍ଟ ପଣ୍ଡିଚେରୀରେ ଜଣେ ଛାତ୍ରୀଙ୍କୁ ମାଆଙ୍କ ଜାତି ଆଧାରରେ ଜାତିଗତ ପ୍ରମାଣପତ୍ର ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ମାମଲା ହୋଇଥିଲା। ସୁପ୍ରିମକୋର୍ଟ ମଧ୍ୟ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ପରବର୍ତ୍ତୀ ଖବର, ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ 44,771 କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏହି ମୋଟ ରାଶି ମଧ୍ୟରୁ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକ ପାଇଁ 30,000 କୋଟି ଟଙ୍କା ମଞ୍ଜୁରି କରାଯାଇଛି। ଅବଶିଷ୍ଟ 13,000 କୋଟି ଟଙ୍କା ରାଜ୍ୟ ରାଜପଥ ପ୍ରକଳ୍ପଗୁଡ଼ିକର ବିକାଶ ପାଇଁ ବିନିଯୋଗ ହେବ। ପରବର୍ତ୍ତୀ ଖବର, 5 ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି 518 ଓଡ଼ିଆ। ଗତ 2021ରୁ 2025 ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର 518 ଜଣ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି।
ଏହି ସମୟ ମଧ୍ୟରେ 395 ଜଣ ମୃତ ଶ୍ରମିକଙ୍କର ପାର୍ଥିବ ଶରୀରକୁ ସେମାନଙ୍କ ପୈତୃକ ସ୍ଥାନକୁ ଫେରାଇ ଅଣାଯାଇଛି। କଳାହାଣ୍ଡି ଜିଲ୍ଲାର ସର୍ବାଧିକ 60 ଜଣ ଶ୍ରମିକ ମୃତ ହୋଇଛନ୍ତି। ଏହା ପଛକୁ ଗଞ୍ଜାମର 56 ଜଣ, ବଲାଙ୍ଗୀରର 38 ଜଣ ଓ ନବରଙ୍ଗପୁରର 35 ଜଣ ରହିଛନ୍ତି। ପରବର୍ତ୍ତୀ ଖବର, ପୁଣି କୋଟିଆରେ ଆନ୍ଧ୍ରାର ଦାଦାଗିରି। କୋଟିଆରୁ ବିତାଡ଼ିତ ଓ ଅପଦସ୍ଥ ହେବାର ଜବାବ ଦେଇଛି ଆନ୍ଧ୍ର। କୋରାପୁଟ କୋଟିଆର ବିବାଦୀୟ ଭୂଖଣ୍ଡରେ ଏଜେଣ୍ଟଙ୍କ ଜରିଆରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରିଛି। ବାରମ୍ବାର ଏଜେଣ୍ଟ ନାଲି ଆଖି ଦେଖାଉଥିଲେ ସୁଦ୍ଧା ପୁଲିସ ଓ ପ୍ରଶାସନ ନୀରବ ରହୁଛି, ଯାହା ଫଳରେ ଏଜେଣ୍ଟଙ୍କ ସାହସ ବଢ଼ିଯାଇଛି। ଓଡ଼ିଶା ସରକାରଙ୍କ ବିରୋଧରେ ଖୋଲାଖୋଲି ବୟାନ ଦେବା ଆରମ୍ଭ କରିଛନ୍ତି। ପରବର୍ତ୍ତୀ ଖବର, ଏଆଇ ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ 1.5 ଲକ୍ଷ କୋଟି ଟଙ୍କା। ଭାରତରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସିଇଓ ସତ୍ୟ ନାଡେଲ ଏସିଆରେ କମ୍ପାନୀର ସର୍ବବୃହତ ପୁଞ୍ଜି ବିନିଯୋଗ ଭାବରେ 17.5 ବିଲିୟନ ଆମେରିକୀୟ ଡଲାର, ପ୍ରାୟ 1.5 ଲକ୍ଷ କୋଟି ଟଙ୍କା ଘୋଷଣା କରିଛନ୍ତି। ନାଡେଲା ମଙ୍ଗଳବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ସୋସିଆଲ ମିଡିଆରେ ଏହି ଘୋଷଣା କରିଛନ୍ତି। ପରବର୍ତ୍ତୀ ଖବର, ଭାରତକୁ ପୁଣି ଟ୍ରମ୍ପଙ୍କ ନାଲି ଆଖି। ରୁଷ ସହ ଭାରତର ମଜବୁତ ସମ୍ପର୍କ ଆମେରିକା ହଜମ କରିପାରୁନି। ତେଣୁ ପୁଟିନଙ୍କ ଗସ୍ତ ପରେ ଅଯଥା କାରଣ ଦର୍ଶାଇ ଭାରତ ଉପରେ ଅତିରିକ୍ତ ଟାରିଫ ଲାଗୁ କରିବାକୁ ଟ୍ରମ୍ପ ଧମକ ଦେଇଛନ୍ତି। ଆମେରିକା ବଜାରରେ ଭାରତ କମ୍ ମୂଲ୍ୟରେ ଚାଉଳ ବିକ୍ରି ଅଭିଯୋଗ ପରେ ଅତିରିକ୍ତ ଟାରିଫକୁ ଲାଗୁ ପାଇଁ ପୁଣି ବିଚାର କରୁଛି ଆମେରିକା। ପରବର୍ତ୍ତୀ ଖବର, ପୁଣି ଆତଙ୍କର ଜାଲ ବୁଣୁଛି ପାକିସ୍ତାନ। ଆତଙ୍କବାଦୀ ଗୋଷ୍ଠୀଙ୍କୁ କରୁଛି ଏକାଠି। ପାକିସ୍ତାନର ବାହୱାଲପୁରରେ ଲସ୍କର ଓ ଜୈଶର ବଡ଼ ବୈଠକ। ଜାତୀୟ ଗଣମାଧ୍ୟମ ଅନୁଯାୟୀ ଭାରତ ଉପରେ ଆକ୍ରମଣ କରିବାକୁ ପାକିସ୍ତାନର ଦୁଇ ପ୍ରମୁଖ ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବା ଏବଂ ଜୈଶ-ଏ-ମହମ୍ମଦ ଏକାଠି ହୋଇଛନ୍ତି। ପାକିସ୍ତାନର ପଞ୍ଜାବ ପ୍ରଦେଶର ବାହୱାଲପୁରଠାରେ ଏହି ଦୁଇ ସଂଗଠନର ଅନେକ ଆତଙ୍କବାଦୀ ନିକଟରେ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଭାରତରେ ଆକ୍ରମଣ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପୂର୍ବରୁ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ଅପରେସନ ସିନ୍ଦୁରରେ ଧ୍ୱଂସ ହୋଇଥିବା ବାହୱାଲପୁର ପୁଣି ଥରେ ଆତଙ୍କବାଦୀ ଯୋଜନାର କେନ୍ଦ୍ର ପାଲଟିଛି। ପରବର୍ତ୍ତୀ ଖବର, ଜାପାନରେ ବଡ଼ ଭୂକମ୍ପ। ଭୂମିକମ୍ପରେ ଥରିଲା ଜାପାନ। 7.6 ତୀବ୍ରତାର ଭୂକମ୍ପ ଝଟକା। ଜାରି ହେଲା ସୁନାମି ଆଲର୍ଟ। ମିସୱାର ପୂର୍ବ ଉତ୍ତର-ପୂର୍ବ 73 କିଲୋମିଟର ଦୂରରେ ରହିଛି ଭୂକମ୍ପ କେନ୍ଦ୍ରସ୍ଥଳୀ। ଆମୋରି ଓ ହୋକାଇଦୋକୁ ସୁନାମି ସତର୍କତା ଜାରି ହୋଇଛି। ସୁନାମିରେ 3 ମିଟର ଉଚ୍ଚର ଜୁଆର ଉଠିବ ବୋଲି ଆଶଙ୍କା କରାଯାଉଛି।